କାହାଣୀ ଜୀବନ ସମ୍ପଦ। ବିଶ୍ରବାଙ୍କ ଗୃହରେ ଏକ କୁରୂପ ସନ୍ତାନ ଜାତ ହେଲା। ବିକୃତ ଆକାର ହୋଇଥିବାରୁ ସମସ୍ତେ ତାକୁ ବିଦ୍ରୂପ କରୁଥିଲେ। ଲୋକଙ୍କର ମୂର୍ଖତା ଦେଖି ତା ମନରେ କ୍ଷୋଭ ଜାତ ହେଲା। କୁବେର ନାମଧାରୀ ଏହି ପୁରୁଷାର୍ଥୀ ନିଜ ଘରେ ନିଜ ପ୍ରତି ବିଦ୍ରୂପ ହେଉଥିବାର ଦେଖି ସ୍ଥିର କଲା ଯେ ସମସ୍ତଙ୍କୁ ମିଳିଥିବା ମନୁଷ୍ୟ ଜୀବନ ସମ୍ପଦର ସଦୁପଯୋଗ କରି ବ୍ୟକ୍ତି ମହାନୁ ମହାନତମ ହୋଇପାରେ। ଏହା ସେ ମାନବ ସମାଜକୁ ଦେଖାଇଦେବ। ଶରୀର ସୌନ୍ଦର୍ଯ୍ୟ ନୁହେଁ, ବରଂ ଗୁଣରୂପୀ ସମ୍ପଦ ବାସ୍ତବିକ ମହତ୍ତ୍ୱପୂର୍ଣ୍ଣ ଅଟେ ଏବଂ ତାହାକୁ ହିଁ ଉପାର୍ଜନ କରିବା ଆବଶ୍ୟକ ଅଟେ। ଏହିପରି ସ୍ଥିର କରି ସେ ନିଜର ଯୋଗ୍ୟତା ବୃଦ୍ଧି କରିବା ଉଦ୍ଦେଶ୍ୟରେ କଠୋର ତପସ୍ୟା କଲେ। ନିଜର ନିଷ୍ଠା ଯୋଗୁଁ ନିଜର ପିତାମହଙ୍କୁ ସମ୍ମାନାସ୍ପଦ କରିପାରିଲେ। ଦେବତାଗଣ ତାଙ୍କୁ ଧନାଧୀଶ ରୂପରେ ନିଯୁକ୍ତ କଲେ ଏବଂ ସେ ଅଳକାପୁରୀରେ ରାଜତ୍ୱ କଲେ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।